ଯାଜପୁର ଜିଲ୍ଲାକୁ ଅର୍ଥନୈତିକ ଅବରୋଧ କରିବାକୁ ଅଲ୍ ଓଡ଼ିଶା ଟ୍ରକ୍ ମହାସଂଘର ଚେତାବନୀ। ଯାଜପୁର ଜିଲ୍ଲା ସୁକିନ୍ଦା କ୍ରୋମ ଭ୍ୟାଲିରେ ମାଲ ପରିବହନକୁ ନେଇ 4ଟି ଟ୍ରକ୍ ମାଲିକ ସଂଘ ଓ ଜିଲ୍ଲା ପ୍ରଶାସନ ମଧ୍ୟରେ ଆଲୋଚନା ବିଫଳ ହେବା ପରେ ଟ୍ରକ୍ ମାଲିକ ସଂଘ ଧାରଣା ଆଜି ସପ୍ତମ ଦିନରେ ପହଞ୍ଚିଛି। ଧାରଣାସ୍ଥଳରେ କୌଣସି ଉଚ୍ଚପଦସ୍ଥ ପ୍ରଶାସନିକ ଅଧିକାରୀ ନ ପହଞ୍ଚିବା ଯୋଗୁଁ ଟ୍ରକ୍ ମାଲିକମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଆଜି ଧାରଣାସ୍ଥଳରେ ଅଲ୍ ଓଡ଼ିଶା ଟ୍ରକ୍ ମାଲିକ ମହାସଂଘର ସାଧାରଣ ସମ୍ପାଦକ ରବିନାରାୟଣ ଶତପଥୀ ଯୋଗଦେଇ ଚଣ୍ଡିଖୋଲ ଟ୍ରକ୍ ମାଲିକ ସଂଘ ଓଡ଼ିଶାର ସର୍ବପୁରାତନ ସଂଘ ଦୀର୍ଘ 7 ଦିନ ହେଲା ଟ୍ରକ୍ ମାଲିକମାନେ ସିଦ୍ଧ କାକରରେ ପଡ଼ି ରହିଛନ୍ତି। ମାତ୍ର ଦୁଃଖ ଓ ପରିତାପର ବିଷୟ ଏପର୍ଯ୍ୟନ୍ତ କୌଣସି ପ୍ରଶାସନିକ ଅଧିକାରୀ ସେମାନଙ୍କ ନିକଟରେ ପହଞ୍ଚି ନାହାନ୍ତି। ଗଣତାନ୍ତ୍ରିକ ପଦ୍ଧତିରେ ଟ୍ରକ୍ ମାଲିକମାନେ ସେମାନଙ୍କ କାର୍ଯ୍ୟ ଦାବି ହାସଲ ପାଇଁ ଶାନ୍ତି ଓ ଶୃଙ୍ଖଳା ସହିତ ଆନ୍ଦୋଳନ କରିଛନ୍ତି। ସେଥିପାଇଁ ହୁଏତ ଜିଲ୍ଲା ପ୍ରଶାସନର ନିଦ ଭାଙ୍ଗୁନାହିଁ। ମାତ୍ର ସେମାନେ ଯେମିତି ଆଇନକୁ ନିଜ ହାତକୁ ନେବାକୁ ବାଧ୍ୟ ହେବେ ସେଥିପାଇଁ ଜିଲ୍ଲା ପ୍ରଶାସନ ଦାୟୀ ରହିବ। ଏଥିସହିତ ଯାଜପୁର ଜିଲ୍ଲାକୁ ସମ୍ପୂର୍ଣ୍ଣ ଅର୍ଥନୈତିକ ଅବରୋଧ କରାଯିବ, ଯାହାଫଳରେ ସାଧାରଣ ମଣିଷମାନେ ଅସୁବିଧାର ସମ୍ମୁଖୀନ ହେବେ। ସରକାର ବଦଳିଛି, ମାତ୍ର ପ୍ରଶାସନିକ ଅଧିକାରୀମାନଙ୍କର ଆଭିମୁଖ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ ବୋଲି ଶ୍ରୀ ଶତପଥୀ କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଚଣ୍ଡିଖୋଲ ଟ୍ରକ୍ ମାଲିକ ସଂଘ ସଭାପତି ପୁଷ୍ପରାଜ ନାୟକ, ଉପସଭାପତି ମାନସ ରଞ୍ଜନ ନାୟକ, ସମ୍ପାଦକ କୀର୍ତ୍ତିରାଜ ସ୍ୱାଇଁ, ସହ ସମ୍ପାଦକ ବିଶ୍ୱଜିତ ବିଶ୍ୱାଳ, କୋଷାଧ୍ୟକ୍ଷ ଜାହିଦ ଖାଁ, ମୁଖପାତ୍ର ସତ୍ୟବ୍ରତ ଖଣ୍ଡାଇ, ଉପଦେଷ୍ଟା ଉମେଶ ଜେନା, ଦେବରଞ୍ଜନ ସ୍ୱାଇଁ, କାର୍ଯ୍ୟକାରୀ କମିଟି ସଭ୍ୟ ବୈକୁଣ୍ଠନାଥ ପଲେଇ, ବୈକୁଣ୍ଠନାଥ ସ୍ୱାଇଁ, ସୀତାନାଥ ସାହୁ, ଯଶୋମନ୍ତ ଚେନାମଣି, ବିଶ୍ୱଜିତ ବିଶ୍ୱାଳ, ବିନାୟକ ସାହୁ, ଏମ୍ଡି ଜସିମୁଦ୍ଦିନ ପ୍ରମୁଖ ଉପସ୍ଥିତ ଥିଲେ। ମୁଁ ରବି ଶତପଥୀ, ସାଧାରଣ ସମ୍ପାଦକ ଓଡ଼ିଶା ରାଜ୍ୟ ଟ୍ରକ୍ ମାଲିକ ମହାସଂଘ। ଶୁଣନ୍ତୁ, ଚଣ୍ଡିଖୋଲ ଟ୍ରକ୍ ମାଲିକ ହେଉଛି ଓଡ଼ିଶାର ଗୋଟେ ସର୍ବପୁରାତନ ସଂଘ କହିଲେ ଅତ୍ୟୁକ୍ତି ହେବ ନାହିଁ। ଇଏ ଆନ୍ଦୋଳନ ବର୍ତ୍ତମାନ ଖାଲି ଚଣ୍ଡିଖୋଲ ଟ୍ରକ୍ ମାଲିକ ସଂଘ ନାହାନ୍ତି, ଯାଜପୁର ଟ୍ରକ୍ ମାଲିକ ସଂଘ ମଧ୍ୟ ତା ଦେହରେ ସାମିଲ ଅଛି। ଏ ଆନ୍ଦୋଳନର ଯଥାର୍ଥତା ଏଇଆ ଯେ ଏମାନେ ଗୋଟେ ଗଣତାନ୍ତ୍ରିକ ପଦ୍ଧତିରେ ନ୍ୟାର୍ଯ୍ୟ ଦାବି ହାସଲ କରିବା ପାଇଁ 7 ଦିନ ହେଲା ରାଜରାସ୍ତା କଡ଼ରେ ବସିଛନ୍ତି। ଯେହେତୁ ଏମାନେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିନାହାନ୍ତି ବା ଆଇନ ହାତକୁ ନେଇନାହାନ୍ତି, ପ୍ରଶାସନର ନିଦ ଭାଙ୍ଗୁନାହିଁ। ଏବଂ ପ୍ରଶାସନର ନିଦ ଭାଙ୍ଗିବ କେମିତି ତା ମଧ୍ୟ ଆମେ ଜାଣିଛୁ। ଯଦି ଗଣତାନ୍ତ୍ରିକ ଉପାୟରେ ଚାଲିଥିବା ଆନ୍ଦୋଳନକୁ ଏମାନେ ବେଖାତିର କରନ୍ତି, ଏମାନେ ଆମ ନ୍ୟାର୍ଯ୍ୟ ଦାବିକୁ ବେଖାତିର କରନ୍ତି, ଆମେ ବାଧ୍ୟ ହେବୁ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିବା ପାଇଁ, ବାଧ୍ୟ ହେବୁ ଯାଜପୁର ଜିଲ୍ଲାକୁ ଅର୍ଥନୈତିକ ଅବରୋଧ କରିବା ପାଇଁ। ସାରା ଓଡ଼ିଶାର ଟ୍ରକ୍ ଯାଜପୁର ଜିଲ୍ଲାକୁ ଆସିବ ନାହିଁ, ଖାଦ୍ୟଦ୍ରବ୍ୟ ମିଳିବ ନାହିଁ, ଜନସାଧାରଣ ହଇରାଣ ହେବେ। ତେଣୁ ତା ପୂର୍ବରୁ ଆମେ ଜନସାଧାରଣଙ୍କୁ ସଚେତନ କରାଉଛୁ ଯେ ଏ ଯେଉଁ ଜିଲ୍ଲା ପ୍ରଶାସନର ନିଦ ଭାଙ୍ଗୁନାହିଁ, କୁମ୍ଭକର୍ଣ୍ଣ ନିଦ ଭାଙ୍ଗୁନାହିଁ, ତା ନିଦ ଟିକେ ଭଙ୍ଗେଇ ଦିଅନ୍ତୁ। ନଚେତ୍ ଆମେ ଆମର ପେଟପାଟଣା ପାଇଁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବୁ। ଆମର ମୁଖ୍ୟ ଦାବି ହେଉଛି ହାଇକୋର୍ଟଙ୍କ ନିର୍ଦ୍ଦେଶ ପାଳନ କରିବା ଏବଂ 21/12/2024 ଏଡିଏମ୍ଙ୍କ ଅଧ୍ୟକ୍ଷତାରେ ଯେଉଁ ମିଟିଂ ହୋଇଥିଲା ମିନିଟ୍ସ ଅଫ୍ ଡିସ୍କସ୍, ତାକୁ ପ୍ରଶାସନିକ ସ୍ତରରେ କାର୍ଯ୍ୟକାରୀ କରିବା ଦାବିରେ ଆମର ଏ ଆନ୍ଦୋଳନ। ଦାବି କ'ଣ ଥିଲା? ଦାବି ଆମର ଥିଲା ଫାଷ୍ଟ କମ୍ ଫାଷ୍ଟ ଲୋଡ଼, ପ୍ରାୟୋରିଟି ଦିଆଯିବା ଦରକାର ଏବଂ ସୁକିନ୍ଦାରେ ଯେଉଁ ସ୍ପେଶାଲ ଲୋଡ଼ିଂ କରୁଥିଲେ 30%, ତାକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରିବା ଦରକାର। ଆଉ ହ୍ୱାଟ୍ସଆପ୍ ଗ୍ରୁପ୍ ମାଧ୍ୟମରେ 12 ଘଣ୍ଟା ପୂର୍ବରୁ ଲୋଡ଼ିଂ ରିକ୍ୱେସନ୍ ଏକ କାଳିଆପାଣି ଆଇଏସ୍ଙ୍କ ଦ୍ୱାରା ଗ୍ରୁପ୍ ମାଧ୍ୟମରେ ଜଣାଇବା ଦରକାର ଏବଂ ସିରିଏଲ୍ ଯେତେ ଗୋଟିଏ ଗାଡ଼ି ଯିବେ ସେ ଗ୍ରୁପ୍ ମଧ୍ୟରେ ଅପଡ଼େଟ୍ ହେବା ଦରକାର। ଆମର ଏଇଭଳି ବହୁତ ସମସ୍ୟା ଗୁଡ଼ିକ ଥିଲା। ଯାଜପୁରରୁ ସ୍ୱତନ୍ତ୍ର ପ୍ରତିନିଧି ଅଜିତ କୁମାର ମିଶ୍ରଙ୍କ ରିପୋର୍ଟ, ସଂସ୍କାର ଟିଭି ଓଡ଼ିଶା।